ଭାରତୀୟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚରେ ବିରାଟ ବିଶେଷ କିଛି ପ୍ରଦର୍ଶନ କରିପାରିନଥିଲେ। ସମ୍ପ୍ରତି କୋହଲିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିରାଟ ଖୁବ୍ ଶୀଘ୍ର ତାଙ୍କ ପରିବାର ସହିତ ଲଣ୍ଡନ ପଳାଇଯିବେ। କୋହଲି ଭାରତ ଛାଡ଼ିବାକୁ ଯୋଜନା କରୁଥିବା ନେଇ କ୍ରିକେଟରଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମାଙ୍କ ନିଶ୍ଚିତ କରିଛନ୍ତି। କୋହଲି ଏବଂ ଅନୁଷ୍କା ଭାରତ ଛାଡ଼ି ଲଣ୍ଡନ ସ୍ଥାନାନ୍ତର ହେବା ଖବର ଅନେକ ଦିନ ହେବ ଚର୍ଚ୍ଚାରେ ରହିଆସୁଛି, କିନ୍ତୁ ଏ ସମ୍ପର୍କରେ କୌଣସି ଆଧିକାରିକ ସୂଚନା ମିଳିପାରୁନାହିଁ। କିନ୍ତୁ ପ୍ରଥମ ଥର ପାଇଁ କୋହଲିଙ୍କ ଭାରତ ଛାଡ଼ିବା ପ୍ରସଙ୍ଗ ଉପରେ କୋଚ୍ ରାଜକୁମାର ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। ବିରାଟ କୋହଲିଙ୍କର ଦିଲ୍ଲୀ ଏବଂ ମୁମ୍ବାଇରେ ଘର ରହିଛି। ସେ ମୁମ୍ବାଇର ଏକ ଆପାର୍ଟମେଣ୍ଟ ବି କିଣିଛନ୍ତି। ଏଥିସହିତ ବିରାଟ ଆଲିବାଗରେ ଏକ ବଙ୍ଗଳା କିଣିଛନ୍ତି। ଛୁଟି କାଟିବା ପାଇଁ ବିରାଟ ଏହି ବଙ୍ଗଳା କିଣିଥିବା ସୂଚନା ମିଳିଥିଲା। କୋହଲିଙ୍କ ସବୁଠାରୁ ମହଙ୍ଗା ବଙ୍ଗଳା ଗୁରୁଗ୍ରାମରେ ଅଛି, ଯାହାର ଆନୁମାନିକ ମୂଲ୍ୟ ରହିଛି 80 କୋଟି ଟଙ୍କା ବୋଲି କୁହାଯାଉଛି। ଗୁରୁବାର ବିରାଟଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମେଲାବର୍ଣ୍ଣରେ ଖେଳାଯାଇଥିବାର ଥିବା ହେତୁ ଭାରତୀୟ ଟିମ୍ ଗୁରୁବାର ମେଲାବର୍ଣ୍ଣ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ବିରାଟ କୋହଲି ବି ତାଙ୍କ ପରିବାର ସହିତ ବିମାନ ବନ୍ଦରରେ ହିଁ ପହଞ୍ଚିଥିଲେ। ଗଣମାଧ୍ୟମ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ଉଠାଇବା ସହିତ ଭିଡିଓ କରୁଥିଲା, ଯାହାକୁ ବିରାଟ ସେହି ସମୟରେ ବାରଣ ମଧ୍ୟ କରିଥିଲେ। ବ୍ୟୁରୋ ରିପୋର୍ଟ, HTV ଓଡ଼ିଆ।